ଗୋଟିଏ କର୍ତ୍ତବ୍ୟରେ ବାନ୍ଧି ହୋଇ ଅନ୍ୟ କର୍ତ୍ତବ୍ୟକୁ ଭୁଲି ଯାଇନି ଅପରାଜିତା। ଚାକିରି କରିଛି ବୋଲି ପରିବାରକୁ ଅଣଦେଖା କରିନି ସେ। ସମୟ ସୁବିଧା ଦେଖି ନିଜର ବାପ ଘରକୁ ଆସେ। ଯେତିକି ସମ୍ଭବ ସେ ବାପା ଆଉ ବୋଉଙ୍କର ସୁଖରେ ଦୁଃଖରେ ସାମିଲ ହେବାକୁ ଚେଷ୍ଟା କରେ। ଶାଶୁ ମାଆଙ୍କୁ ନିଜ କ୍ୱାର୍ଟରରେ ରଖି ତାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଛି ସେ। ଅପରାଜିତା ଥିଲା ଈଶ୍ୱର ବିଶ୍ୱାସୀ। ପ୍ରଭୁ ହନୁମଞ୍ଚେଶ୍ୱରଙ୍କୁ ପୂଜା କରି ଭଲ ପାଉଥିବା ମଣିଷକୁ ସେ ପାଇଛି। ସୁଖରେ ସଂସାର କରିଛି। ଭଲ ଗୁଣର ପୁଅଟିଏ ବି ପାଇଛି। ବର୍ଷକର 12 ମାସର 13 ପର୍ବକୁ ପାଳନ କରିବାକୁ ଭୁଲି ଯାଇନି କେବେ ସେ ଅପରାଜିତା। ସେ ମାଣବସା ଗୁରୁବାର ହେଉ, ଜାଗରେ କି ଦୋଳ ହେଉ, ସବୁଥିରେ ସେ ଆଗରେ। ବାପ ଘରେ କାର୍ତ୍ତିକ ମାସରେ ଶରତ ରାସ ହେବାର ପିଲାଦିନଠାରୁ ଦେଖିଛି ସେ। ରାଧାକୃଷ୍ଣଙ୍କର ରାସ କୁଞ୍ଜ ବନ୍ଧା ହେବ, ବିଭାନେ ରାଧାକୃଷ୍ଣଙ୍କର ଝୁଲଣ ହେବ, ରାସ୍ତାଘାଟ ସିଲିଂ ହେବ, ଲାଇଟ୍ ଲାଗିବ, ମାଇକ୍ ବାଜିବ, ଲଉଡ଼ି ଖେଳ ହେବ, ଆହୁରି କେତେ କ'ଣ। କାର୍ତ୍ତିକ ଏକାଦଶୀର ସକାଳରେ ପୁରୋହିତ ନନା ଆସିବେ, ସୂର୍ଯ୍ୟ ପୂଜା ହେବ, ଠାକୁର ପୀଠ ଛାଡ଼ିବେ, ଚଉରା ଉପରେ ସଜାଇଥିବା ବିମାନ ଉପରେ ଆସି ବସିବେ, ପୂଜା ଓ ହୋମଯଜ୍ଞ ହେବ। ଦିନରେ ନୀତି ହେବ, ସନ୍ଧ୍ୟାରେ ବାଳଭୋଗ ହୋଇ ଆକାଶ ଦୀପ ଉଠିବ। ଏହାପରେ ସନ୍ଧ୍ୟା ଆଳତି ହେବ। ସନ୍ଧ୍ୟାରେ ବିଷ୍ଣୁ ସହସ୍ରନାମ ଗାନ କରାଯିବ। ଆଉ ରାତିରେ ଶରତ ବହିର ଗୋଟିଏ ଅଧ୍ୟାୟ ଖୋଳ କରତାଳ ଆଉ ହାରମୋନିୟମ ସାହାଯ୍ୟରେ ଗାୟକମାନଙ୍କ ଦ୍ୱାରା ଗାନ କରାଯିବ। ଆଉ ଗୀତ ଶେଷରେ ପୁରୀ ତରକାରୀର ଭୋଜି। ଏମିତି 5 ଦିନ, ଶେଷକୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପୀମାନଙ୍କ ମାନଭଞ୍ଜନ ସହିତ ରାହାସର ପୂର୍ଣ୍ଣାହୁତି ହେବ। ଭୋଜିଭାତ ହେବ। 5 ଦିନ ଯାକ କେମିତି ସରିଯିବ କିଛି ଜଣାପଡ଼ିବନି। ବାପ ଘରେ ଦେଖିଥିବା ପୂଜାକୁ ଚାକିରି ପାଇବା ପରେ ଶାଶୁ ଘରେ ଆରମ୍ଭ କରିଦେଇଛି ଅପରାଜିତା। ସନ୍ଧ୍ୟାରେ ସେ ଯେତେବେଳେ ମାଇକ୍ ଦେହରେ ବିଷ୍ଣୁ ସହସ୍ର ନାମ ଆଉ ଗୀତା ଗାନ କରେ, ସମସ୍ତ ଗାଁଟା ନୀରବି ଯାଇଥାଏ। ତା ଘରର ଉଭୟ ପାର୍ଶ୍ୱରେ ସପ୍ତାହ ବହି ପଢ଼ା ହେଉଥିଲେ ବି ସେଇ କିଛି ସମୟ ସବୁକିଛି ବନ୍ଦ ହୋଇଯାଏ। ସାହି ଭାଇ ଗାଁ ଲୋକ ସ୍ଥିର ହୋଇ ସ୍ପଷ୍ଟ ଉଚ୍ଚାରଣରେ ଗାନ କରାଯାଉଥିବା ଗୀତା, ବିଷ୍ଣୁ ସହସ୍ରନାମକୁ ଏବଂ ସନ୍ଧ୍ୟା ଆଳତୀକୁ ସ୍ଥିର ଭାବରେ ଶୁଣି ଚାଲନ୍ତି।